ନମସ୍କାର ଦର୍ଶକ ବନ୍ଧୁ, ମୁଁ ପ୍ରଦୀପ ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଆଉ ଏକ ନୂଆ ଭିଡ଼ିଓରେ। ତ ଗତକାଲି କେନ୍ଦ୍ର ସରକାରଙ୍କ ତରଫରୁ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର 23ତମ ଇନଷ୍ଟଲମେଣ୍ଟର ଟଙ୍କା ଚାଷୀ ଭାଇ ଭଉଣୀମାନଙ୍କ ଆକାଉଣ୍ଟକୁ ଡିବିଟି ମାଧ୍ୟମରେ ପ୍ରଦାନ କରାଯାଇଛି। ତ ଏଥର ଆମ ରାଜ୍ୟରେ ପିଏମ୍ କିଷାନ ଯୋଜନାରେ ମୋଟ 34,60,000 ହିତାଧିକାରୀଙ୍କୁ ପିଏମ୍ କିଷାନ ଯୋଜନାର ସହାୟତା ରାଶି କେନ୍ଦ୍ର ସରକାରଙ୍କ ତରଫରୁ ପ୍ରଦାନ କରାଯାଇଛି। ତେଣୁ ଯେଉଁ ଚାଷୀ ଭାଇ ଭଉଣୀମାନେ ପୂର୍ବରୁ ପିଏମ୍ କିଷାନ ଯୋଜନାରେ ସାମିଲ ଥିଲେ ବା ପିଏମ୍ କିଷାନ ଯୋଜନାରେ ଆବେଦନ କରିଥିଲେ, ସେମାନଙ୍କର ସବୁକିଛି ଡିଟେଲ୍ସ ଠିକ୍ ଥିଲା। ସେମାନଙ୍କ ଆକାଉଣ୍ଟକୁ ଡିବିଟି ମୋଡ୍ରେ ଯାହାକି 2,000 ଟଙ୍କାର ସହାୟତା ରାଶି ଗତକାଲି ବ୍ୟାଙ୍କ ଆକାଉଣ୍ଟକୁ ଆସିଥିଲା। କିନ୍ତୁ ଆଜି ବହୁ ଜଣଙ୍କର ଯାହାକି ଟଙ୍କା ମଧ୍ୟ ଆସିଛି, ଅର୍ଥାତ୍ ଗତକାଲି ଯେଉଁମାନଙ୍କ ବ୍ୟାଙ୍କରେ ଟଙ୍କା କ୍ରେଡିଟ୍ ହେଇନଥିଲା, ବିଶେଷ କରି ଯଦି ଆପଣମାନଙ୍କର ଓଜିବି ବା ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ଆକାଉଣ୍ଟ ଥିଲା, ସେହି ସବୁ ଆକାଉଣ୍ଟର ଟଙ୍କା ଆପଣମାନଙ୍କର ଗତକାଲି କ୍ରେଡିଟ୍ ହେଇନଥିଲା, ଯେଉଁଟାକି ଆଜି ଆପଣମାନଙ୍କ ଆକାଉଣ୍ଟରେ କ୍ରେଡିଟ୍ କରାଯାଇଛି। ଏହାପରେ ମଧ୍ୟ ବହୁ ଜଣ ଚାଷୀ ଭାଇ ଭଉଣୀମାନେ ରହିଯାଇଛନ୍ତି, ଯେଉଁମାନଙ୍କର ବହୁତ ସାରା ମେସେଜ ଆସୁଛି, ବହୁତ ସାରା ଆପଣମାନେ କମେଣ୍ଟ ମଧ୍ୟ କରୁଛନ୍ତି। ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବରେ ଏତେ ସାରା କମେଣ୍ଟ ଯେଉଁଟାକି ଆସୁଛି, ତ ଯେଉଁମାନଙ୍କର ରିପ୍ଲାଏ ମୁଁ ଦେଇପାରୁନାହିଁ, ସେମାନଙ୍କ ଉଦ୍ଦେଶ୍ୟରେ ଏହି ଭିଡ଼ିଓଟି ଯେ ଯେଉଁମାନେ 22ତମ ଇନଷ୍ଟଲମେଣ୍ଟର ଟଙ୍କା ପାଇଥିଲେ କିନ୍ତୁ 23ତମ ଇନଷ୍ଟଲମେଣ୍ଟର ଟଙ୍କା ବର୍ତ୍ତମାନ ସୁଦ୍ଧା ତାଙ୍କ ଆକାଉଣ୍ଟରେ କ୍ରେଡିଟ୍ ହେଇନାହିଁ, ତ ସେହି ହିତାଧିକାରୀଙ୍କୁ ଟଙ୍କା ମିଳିବ କି ନାହିଁ ଏବଂ କେଉଁ କାରଣରୁ ଆପଣମାନଙ୍କ ଟଙ୍କା ଆସିଲା ନାହିଁ, ସବୁକିଛି ଡିଟେଲ୍ସ ଆଜିର ଏହି ଭିଡ଼ିଓରେ ଆମେ ଆଲୋଚନା କରିବା। ତେଣୁ ଭିଡ଼ିଓଟି ଆପଣମାନଙ୍କ ପାଇଁ ଇନଫର୍ମେଟିଭ୍ ରହିବ। ତେଣୁ ଭିଡ଼ିଓକୁ ଜମାରୁ ସ୍କିପ୍ ନ କରି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିବେ। ତା ପୂର୍ବରୁ ଯଦି ଚ୍ୟାନେଲକୁ ପ୍ରଥମ ଥର ଭିଜିଟ୍ କରୁଛନ୍ତି, ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରି ଅଲ୍ରେ ସେଟ୍ କରିଦେବେ। ତ ଦେଖନ୍ତୁ, ଗତ 22ତମ ଇନଷ୍ଟଲମେଣ୍ଟରେ ଆମ ରାଜ୍ୟରେ 34 ଲକ୍ଷ ହିତାଧିକାରୀଙ୍କୁ ସହାୟତା ରାଶି ମିଳିଥିଲା ବେଳେ ଏଥର ଆମର କେନ୍ଦ୍ର ସରକାରଙ୍କ ତରଫରୁ ଯାହାକି ଏକ୍ସଟ୍ରା 60,000 ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ପିଏମ୍ କିଷାନ ଯୋଜନାର ସହାୟତା ରାଶି ପ୍ରଦାନ କରାଯାଇଛି। ତ ଏହା ପରେ ବି ଯଦି ଆପଣମାନଙ୍କ ଆକାଉଣ୍ଟରେ ଟଙ୍କା ବର୍ତ୍ତମାନ ସୁଦ୍ଧା କ୍ରେଡିଟ୍ ହେଇନାହିଁ, ତାହେଲେ କେଉଁ କାରଣ ପାଇଁ କ୍ରେଡିଟ୍ ହେଇନାହିଁ ସେ ବିଷୟରେ ମୁଁ ଆପଣମାନଙ୍କୁ କହୁଛି। ସର୍ବପ୍ରଥମେ ଦେଖନ୍ତୁ, ଗତକାଲି ପ୍ରାୟତଃ ଆପଣମାନଙ୍କର 80ରୁ 90% ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା କ୍ରେଡିଟ୍ ହେଇଯାଇଥିଲା। ତ ଯେଉଁମାନଙ୍କର ପେଣ୍ଡିଂ ଥିଲା, ଆଜି ଦେଖନ୍ତୁ ଆପଣମାନଙ୍କର ଓଜିବି ବା ଓଡ଼ିଶା ଗ୍ରାମୀଣ ବ୍ୟାଙ୍କରେ ଆପଣଙ୍କର ଟଙ୍କା କ୍ରେଡିଟ୍ ହେଇଛି। ତାର ସ୍କ୍ରିନଶଟ ମଧ୍ୟ ଆପଣମାନେ ଦେଖିପାରୁଥିବେ। ଆଜି 2ଟା 57 ସମୟରେ ଓଜିବି ବ୍ୟାଙ୍କରେ ଦେଖନ୍ତୁ ଆପଣମାନଙ୍କର ପିଏମ୍ କିଷାନର 2,000 ଟଙ୍କା ଯେଉଁଟାକି 21/6/2026ରେ କ୍ରେଡିଟ୍ ହେଇଛି। ତେଣୁ ଯେଉଁମାନଙ୍କର ଓଜିବି ବ୍ୟାଙ୍କ ବା ଓଡ଼ିଶା ଗ୍ରାମୀଣ ବ୍ୟାଙ୍କରେ ଆକାଉଣ୍ଟ ଅଛି, ସେମାନେ ନିଜର ବ୍ୟାଙ୍କ ଆକାଉଣ୍ଟ ଚେକ୍ କଲେ ତାଙ୍କର ଯଦି ପୂର୍ବରୁ ଟଙ୍କା ଆସୁଥିଲା, ତାହେଲେ ବର୍ତ୍ତମାନ ଆପଣମାନଙ୍କ ଆକାଉଣ୍ଟରେ ଟଙ୍କା କ୍ରେଡିଟ୍ ହେଇଯାଇଥିବ। ବାକି ରହିଲେ ଯେଉଁମାନଙ୍କର ଟଙ୍କା ଆସି, ତ ଦେଖନ୍ତୁ କେଉଁମାନଙ୍କର ଟଙ୍କା ଆସିନାହିଁ ନା, ଯଦି ଆପଣମାନେ ପିଏମ୍ କିଷାନ ଯୋଜନାର ଯେଉଁ ଆପଣଙ୍କର ପୁରୁଣା ଇନଷ୍ଟଲମେଣ୍ଟର ଟଙ୍କା ବା 22ତମ ଇନଷ୍ଟଲମେଣ୍ଟର ଟଙ୍କା ପାଇଥିଲେ, ତାପରେ ଷ୍ଟାଟସ୍ ଚେକ୍ କଲା ପରେ ଦେଖନ୍ତୁ ବିଭିନ୍ନ ପ୍ରକାର ରିଜିନ୍ ଥିଲା, ଯେଉଁ ରିଜିନ୍ ପାଇଁ ଆପଣମାନଙ୍କର ହିତାଧିକାରୀଙ୍କ ନାମ ପିଏମ୍ କିଷାନ ପୋର୍ଟାଲରୁ କାଟିଛି ବା ତାଙ୍କର ଟଙ୍କା ଆସିନାହିଁ। ତ ବିଭିନ୍ନ ପ୍ରକାର ସବସ୍ପେକ୍ଟେଡ ଆପଣମାନଙ୍କ ରିଜିନ୍ ଥିଲା। ତା ଭିତରେ ଆପଣମାନଙ୍କର ଯେଉଁ ଗାଇଡଲାଇନ୍ ଅନୁସାରେ କାହାର ଜମି ଟ୍ରାନ୍ସଫର 2019 ପରେ ହେଇଛି, ମୋର୍ ଦେନ୍ ୱାନ୍ ଫ୍ୟାମିଲି ମେମ୍ବର ଯାହାକି ଆପଣଙ୍କର ଟଙ୍କା ପାଉଛନ୍ତି, ବା ଆପଣମାନଙ୍କର ଯେଉଁ ପ୍ରିଭିୟସ୍ ଲ୍ୟାଣ୍ଡ ହୋଲ୍ଡର ଥିଲେ ତାଙ୍କର ମିସମ୍ୟାଚ୍ ଅଛି, ଏହିସବୁ କାରଣ ପାଇଁ ତାଙ୍କର ଫିଜିକାଲ ଭେରିଫିକେସନ କରିବା ପାଇଁ ଯେଉଁଟାକି ପିଏମ୍ କିଷାନ ପୋର୍ଟାଲରେ ଆପଣଙ୍କର ଟଙ୍କା ଆସିବା ପୂର୍ବରୁ ଷ୍ଟାଟସ୍ ଚେକ୍ କଲା ପରେ ସେଇ ଅପଡେଟ୍ ଦେଖାଉଥିଲା। ଯଦି ଆପଣମାନଙ୍କର ସେଇ ସବୁ ପ୍ରୋବ୍ଲେମ୍ ଥିଲା ଏବଂ ଆପଣମାନେ ନିଜ ବ୍ଲକର ଏଗ୍ରିକଲଚର ଅଫିସର ବା ଆପଣମାନଙ୍କ ଡିଷ୍ଟ୍ରିକ୍ଟ ଏଗ୍ରିକଲଚର ଅଫିସରଙ୍କ ସହିତ ଯୋଗାଯୋଗ କରି ଆପଣମାନେ ଅଫଲାଇନରେ ସବୁ କିଛି ଡିଟେଲ୍ ସବମିଟ୍ କରିଥିଲେ, ତ ସେହି ହିତାଧିକାରୀମାନଙ୍କୁ ଟଙ୍କା ଆସିଛି। କିନ୍ତୁ ଯେଉଁମାନେ ସେ କାମ କମ୍ପ୍ଲିଟ୍ କରିନଥିଲେ, ସେମାନଙ୍କର ଟଙ୍କା ଯାଇକି ଆକାଉଣ୍ଟରେ କ୍ରେଡିଟ୍ ହେଇନାହିଁ। ଏହା ସହିତ ବହୁ ଜଣଙ୍କର କମେଣ୍ଟ ମଧ୍ୟ ଆସୁଥିଲା, ଯେଉଁଟାକି ପୂର୍ବ ଭିଡ଼ିଓ ମାନଙ୍କରେ ମୁଁ କହିଥିଲି ଯେ ଆମେ ସିଏମ୍ କିଷାନ ଯୋଜନାରେ 2ଟି 3ଟି 4ଟି ଇନଷ୍ଟଲମେଣ୍ଟର ଟଙ୍କା ପାଇଛୁ, ଆମକୁ କାହିଁ ପିଏମ୍ କିଷାନ ଯୋଜନାରେ ଟଙ୍କା ମିଳୁନାହିଁ। ଦେଖନ୍ତୁ, ପିଏମ୍ କିଷାନ ଯୋଜନାର ଟଙ୍କା ଆପଣମାନଙ୍କୁ ସିଏମ୍ କିଷାନରୁ ଡାଇରେକ୍ଟ ପିଏମ୍ କିଷାନକୁ କନଭର୍ଟ ବର୍ତ୍ତମାନ ସୁଦ୍ଧା ହେଇନାହିଁ, ଆଗକୁ ହବାର ଅଛି। ତେଣୁ ମୁଁ ସେ ବିଷୟରେ ଆପଣଙ୍କୁ ପୂର୍ବରୁ ଇନଫର୍ମେସନ୍ ମଧ୍ୟ ଦେଇଥିଲି ଯେ ଆପଣମାନେ ଯଦି ସିଏମ୍ କିଷାନର ଟଙ୍କା ପାଉଥିଲେ, ଆପଣଙ୍କୁ ପିଏମ୍ କିଷାନ ପୋର୍ଟାଲରେ ମଧ୍ୟ ରେଜିଷ୍ଟ୍ରେସନ କରିବା ପାଇଁ ପଡୁଥିଲା। ପିଏମ୍ କିଷାନ ପୋର୍ଟାଲରେ ରେଜିଷ୍ଟ୍ରେସନ ନ କଲେ ଅଟୋମେଟିକ୍ ଆପଣମାନଙ୍କୁ ସିଏମ୍ କିଷାନରୁ ପିଏମ୍ କିଷାନକୁ ବର୍ତ୍ତମାନ ସୁଦ୍ଧା କନଭର୍ଟ କରାଯାଇନାହିଁ, ହୁଏତ ପରବର୍ତ୍ତୀ ସମୟରେ ସେଟା କରାଯାଇପାରେ। ଆହୁରି ମଧ୍ୟ ବହୁ ଜଣଙ୍କର କ'ଣ ରହିଥିଲା ନା, ଡିବିଟି ରିଲେଟେଡ୍ ପ୍ରୋବ୍ଲେମ୍ ରହିଥିଲା। ଡିବିଟି ରିଲେଟେଡ୍ ପ୍ରୋବ୍ଲେମର ସଲ୍ୟୁସନ କିଛି ନାହିଁ।
ସେମାନଙ୍କର ଟଙ୍କା ଯୋଉଟାକି ଡିବିଟି ପାଇଁ ହୋଲ୍ଡ ଯଦି ହେଇଯାଇଛି, ତ ସେଇଟା ତ ଆପଣମାନେ ନିଜର ଡିବିଟି ଚେକ୍ କଲେ ଜାଣିପାରିବେ। ଏନପିସିଆଇ ପୋର୍ଟାଲକୁ ଯାଇ ନିଜର ଡିବିଟି ଚେକ୍ କରିଲା ପରେ ଜାଣିପାରିବେ ଯେ ଆପଣମାନଙ୍କର ଡିବିଟି ରିଲେଟେଡ୍ ଯଦି ଇସ୍ୟୁ ଅଛି, ତାହେଲେ ସେ ଟଙ୍କା ଆପଣମାନେ ଡିବିଟି କ୍ଲିୟର କଲା ପରେ ଯେକୌଣସି ମୁହୂର୍ତ୍ତରେ ଆପଣଙ୍କ ଆକାଉଣ୍ଟରେ କ୍ରେଡିଟ୍ ହୁଏ। ଏମିତିକି ଆମେ ଦେଖିଛୁ ପୂର୍ବ କିସ୍ତିମାନଙ୍କରେ ପିଏମ୍ କିଷାନ ଯୋଜନାର ଡିବିଟି ରିଲେଟେଡ୍ ଯୋଉମାନଙ୍କର ଇସ୍ୟୁ ଥାଏ, ସେମାନଙ୍କର 15 ଦିନ ପରେ ମଧ୍ୟ ଟଙ୍କା କ୍ରେଡିଟ୍ ହୋଇଥାଏ। ଯଦି ଆପଣଙ୍କ ଡିବିଟି ରିଲେଟେଡ୍ ଇସ୍ୟୁ ଅଛି, ତାହେଲେ 15 ଦିନ ଭିତରେ ଆସନ୍ତା 15 ଦିନ ଭିତରେ ଟଙ୍କା କ୍ରେଡିଟ୍ ହେଇଯିବ। ଏବଂ ଦେଖନ୍ତୁ ଆପଣମାନଙ୍କର ବିଶ୍ୱାସ ହବ କି ନାହିଁ, ମୁଁ ଆପଣମାନଙ୍କୁ ଗୋଟେ ସ୍କ୍ରିନଶଟ୍ ମଧ୍ୟ ଦେଖଉଛି। ଏଇଠି ଆପଣମାନେ ଦେଖିପାରୁଥିବେ ଜଣଙ୍କର ଆପଣଙ୍କର ଜଣେ ସବସ୍କ୍ରାଇବର ରହିଛନ୍ତି ଯିଏକି ମୋ ସହିତ କଣ୍ଟାକ୍ଟରେ ଅଛନ୍ତି ଏବଂ ଆମ ଯେଉଁ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ ମଧ୍ୟ ଥିଲେ, ହ୍ୱାଟ୍ସଆପ୍ ଚ୍ୟାନେଲରେ ମଧ୍ୟ ଅଛନ୍ତି। ସେ ବାରମ୍ବାର ତାଙ୍କର ଗୋଟେ ପ୍ରୋବ୍ଲେମ୍ ଥିଲା ଲ୍ୟାଣ୍ଡ ସିଡିଂର ପ୍ରୋବ୍ଲେମ୍, ଯୋଉଟାକି ତାଙ୍କର ପଇସା ଦେଖନ୍ତୁ ଆଜି ଆପଣମାନଙ୍କର କ୍ରେଡିଟ୍ ହେଲା ପରେ ସେ ମୋତେ ତାଙ୍କର ସବୁ ଡିଟେଲ୍ସ କହିଥିଲେ, ଯୋଉଟାକି ଆପଣମାନଙ୍କର ପେଣ୍ଡିଂ ଥିଲା। ସେଇଠି କ୍ଲିୟରଲି ଲେଖିଛନ୍ତି ଯେ ଆପଣଙ୍କ ଭିଡ଼ିଓ ପାଇଁ, ଅର୍ଥାତ୍ ମୁଁ କହୁନାହିଁ ଯେ ଆପଣମାନେ ମୋ ଭିଡ଼ିଓ ଦେଖନ୍ତୁ, କିନ୍ତୁ ଆମେ ଯେଉଁ ପ୍ରୋସେସ୍ ସବୁ କହିଛୁ ସେଇ ପ୍ରୋସେସ୍ ଯେଉଁମାନେ ପୂର୍ବରୁ ଫଲୋ କରିଛନ୍ତି, ଆପଣମାନେ ଟଙ୍କା ଆସିବାର ଗୋଟିଏ ଦିନ 2 ଦିନ ପୂର୍ବରୁ ଯଦି ଅପଡେଟ୍ କରିବେ, ତ ଅପଡେଟ୍ କରିବା ପାଇଁ ନିହାତି ଆପଣମାନଙ୍କୁ 7 ରୁ 15 ଦିନ ସମୟ ଲାଗିଥାଏ। ତେଣୁ ଯେଉଁମାନେ ପୂର୍ବରୁ କରିଛନ୍ତି ସେମାନେ ହିଁ ତାର ଫଳ ପାଇଛନ୍ତି, ଯୋଉଟାକି ଆପଣମାନଙ୍କ ସ୍କ୍ରିନରେ ରହିଛି। ବହୁତ ସାରା ଏମିତି ମେସେଜ ଅଛି ଯୋଉଟାକି ମୁଁ ଆପଣମାନଙ୍କୁ ଦେଖେଇ ପାରିବି। ତେଣୁ ଏଇଭଳି ବହୁତ ସାରା ରିଜିନ୍ ରହିଛି ଯୋଉଥିପାଇଁ ଆପଣମାନଙ୍କ ଟଙ୍କା ଆସିପାରିଲା ନାହିଁ, ଆଉ ଆପଣମାନଙ୍କର ଟଙ୍କା ମଧ୍ୟ ଆସିବ ନାହିଁ। ଯଦି ଆପଣମାନେ ଫିଜିକାଲ ଭେରିଫିକେସନ ପେଣ୍ଡିଂ ଯୋଉମାନଙ୍କର ଥିଲା, ସେମାନଙ୍କର ଟଙ୍କା ମଧ୍ୟ ଆଉ ଆସିବ ନାହିଁ, ଯୋଉଟାକି ନେକ୍ସଟ ଇନଷ୍ଟଲମେଣ୍ଟ ପୂର୍ବରୁ ଷ୍ଟାଟସ୍ ଆପଣମାନଙ୍କର ଆଉ 7 ଦିନ ଭିତରେ ଆପଣଙ୍କର ଷ୍ଟାଟସ୍ ଅପଡେଟ୍ ହେଲା ପରେ ଷ୍ଟାଟସ୍ ଆପଣମାନେ ଚେକ୍ କରିବେ, ଦେଖିବେ କୌଣସି ଗୋଟେ ରିଜିନ୍ ପାଇଁ ଆପଣମାନଙ୍କ ଟଙ୍କା ଯାକେ ଆସିପାରି ନାହିଁ ବା ଆପଣମାନଙ୍କ ଟଙ୍କାକୁ ହୋଲ୍ଡ କରିଦିଆଯାଇଛି। କିନ୍ତୁ ଯୋଉମାନେ ଭାବୁଛନ୍ତି ଆମର ଏଗ୍ରିଷ୍ଟକ୍ ଫାର୍ମର ଆଇଡି ଆମେ ବନେଇନୁ ବୋଲି ଆମର ଟଙ୍କା ଆସିନାହିଁ, ସେମିତି କିଛି ନାହିଁ। ଏଗ୍ରିଷ୍ଟକ୍ ବିନା ଏଗ୍ରିଷ୍ଟକ୍ ଫାର୍ମର ଆଇଡିରେ ମଧ୍ୟ ସବୁ ହିତାଧିକାରୀମାନଙ୍କ ଟଙ୍କା ଆସିଛି, କାରଣ ଏଗ୍ରିଷ୍ଟକ୍ ଫାର୍ମର ଆଇଡି ବର୍ତ୍ତମାନ ସୁଦ୍ଧା ମାଣ୍ଡାଟୋରି ଡକୁମେଣ୍ଟ ହିସାବରେ ସାମିଲ କରାଯାଇନାହିଁ। କାରଣ ଆମର ଯେଉଁ 34 ଲକ୍ଷ ଫାର୍ମର ଅଛନ୍ତି, ତାଙ୍କ ଭିତରୁ ମ୍ୟାକ୍ସିମମ୍ 20 ଲକ୍ଷ ଫାର୍ମରଙ୍କର ଯୋଉଟାକି ଏଗ୍ରିଷ୍ଟକ୍ ବର୍ତ୍ତମାନ ସୁଦ୍ଧା ମଧ୍ୟ କମ୍ପ୍ଲିଟ୍ ହେଇନାହିଁ। ତେଣୁ ଏଗ୍ରିଷ୍ଟକ୍ ଆପଣମାନଙ୍କୁ ପରବର୍ତ୍ତୀ ସମୟରେ ମାଣ୍ଡାଟୋରି କରାଯିବ। ତା ପୂର୍ବରୁ ଯେଉଁ ଫିଜିକାଲ ଭେରିଫିକେସନ ଯୋଉମାନଙ୍କର ପେଣ୍ଡିଂ ଥିଲା ବିଭିନ୍ନ ରିଜିନ୍ ପାଇଁ, ସେ କାମ ଯଦି ଆପଣମାନେ କରିନାହାନ୍ତି, ସେଇ ପାଇଁ ମଧ୍ୟ ବହୁତ ଜଣଙ୍କର ଟଙ୍କା ଆସିନାହିଁ। ତେଣୁ ଏଇସବୁ କିଛି ରିଜିନ୍ ରହିଛି ଯେଉଁ ପାଇଁ ଆପଣଙ୍କର ଟଙ୍କା ଆସିନାହିଁ। ଆଉ ଯେଉଁମାନଙ୍କର ଟଙ୍କା ଆସିଛି ସେମାନଙ୍କ ପାଇଁ ମଧ୍ୟ ଇନଫର୍ମେସନ୍ ରହିବ। ଆପଣମାନେ ଯଥାଶୀଘ୍ର ଆପଣମାନଙ୍କର ଫାର୍ମର ଆଇଡି ରେଜିଷ୍ଟ୍ରେସନ୍ କରେଇ ନିଅନ୍ତୁ ଏବଂ ସିଏମ୍ କିଷାନରେ ମଧ୍ୟ ଆଉ ଏଇ ମାସ ଶେଷ ସୁଦ୍ଧା ପୋର୍ଟାଲ ଓପନ୍ ହେଇଯିବ। ଯେଉଁମାନେ ନୂଆ ଆବେଦନ କରିବେ ସେମାନେ ସିଏମ୍ କିଷାନ ଥ୍ରୁରେ ପିଏମ୍ କିଷାନରେ ସାମିଲ ହେଇପାରିବେ ଏବଂ ଯେଉଁମାନେ ପୁରୁଣା ହିତାଧିକାରୀ ରହିଛନ୍ତି ସେମାନଙ୍କୁ ଅଟୋମେଟିକ୍ ପିଏମ୍ କିଷାନ ଏବଂ ସିଏମ୍ କିଷାନର ଟଙ୍କା ମିଳିଯିବ। ତେଣୁ ଏହା ଥିଲା ଟଙ୍କା ନ ଆସିବାର ଯେଉଁ ସବୁ ରିଜିନ୍ ବା ଆପଣମାନଙ୍କର ଯେଉଁ ସବୁ କମେଣ୍ଟ ଥିଲା ତା ଉପରେ ଡିଟେଲ୍ସ ଭିଡ଼ିଓ। ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କ ପାଇଁ ଇନଫର୍ମେଟିଭ୍ ରହିଥିବ। ତ ଯଦି ଭିଡ଼ିଓଟି ଇନଫର୍ମେଟିଭ୍ ଲାଗିଛି ନିହାତି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ଆପଣମାନଙ୍କର ପିଏମ୍ କିଷାନ ଯୋଜନାର ଟଙ୍କା ଆସିଛି କି ନାହିଁ କମେଣ୍ଟ ସେକ୍ସନରେ ଜଣାଇବେ। ଧନ୍ୟବାଦ।